देखो ड्रेनेज सिस्टम ऑफ ओडिशा रे हमें कंप्लीट कर देथिले हमर सुवर्णरेखा रिवर आउ ब्राह्मणी रिवर जोटी कि हमर थिला कोन छोटनागपुर प्लेटू रु ओरिजिन होतला क्लियर ताको हमरा कंप्लीट कर देथिले आज हमें कंप्लीट करबा ना कोन महानदी सबटर मेन इंपोर्टेंट होची ना महानदी रिवर ताको हमें कंप्लीट करबा क्लियर बुझला तो ता पूर्व टिके खाली रिकैप नै छ कोन कोन हमर पढिथिले ब्राह्मणी रे रिवर बुझ पले कि फास्ट पढिथिले ना कोन हमर ओरिजिन होची ना छोटनागपुर प्लाटू झारखंड रो क्लियर ओडिसा एंट्री कोठी करछ हमर सुंदरगढ़ रे बुझ पले कि त नेक्स्ट देखले कोन एटा माने कोन दीटा स्टेट रे नै ये करछि क्रॉस करछि झारखंड रोटे ओडिसा रोटे जो लेंथ देखियो ना लेंथ तर केते थिला ना 799 किलोमीटर थिला जो ओडिसा होछि 480 किलोमीटर तापर कैचमेंट सिप जो देखियो ना 39055 थिला आउ सेकंड लार्जेस्ट थिला ए सब देखली तापर हमर सॉन्ग हाउ कोइल सॉन्ग टा होछि राइट कोइल टा होछि लेफ्ट जॉइन होछि बेदब्यास राउरकेला रे तापर होछि रेंगोटा माइनर रोटे जॉर्ज को रेंगाली रे ओटे थिला जोटी के हम ब्राह्मणी ହେଲା ବ୍ରାହ୍ମଣୀ କଥା ଆସିବ ମାନେ ରେଙ୍ଗାଲି କଥା ଆସିବ ସେଠି ବୁଝିପାରିଲେ କି ନାଇଁ ସେଥିପାଇଁ ରେଙ୍ଗାଲି ଡ୍ୟାମ ଗୋଟେ ଏକ୍ଜାମ ପଡିଲା ରେଙ୍ଗାଲି ଡ୍ୟାମ ଟା କୋଉ ରିଭର ଅଛି ବ୍ରାହ୍ମଣୀ ବୁଝିପାରିଲେ କି ନାଇଁ ତାପରେ ନେକ୍ସଟ ଦେଖିବା ନା କଣ ଆମର ବିରୁପାରେ ବିରୁପା ମହାନଦୀର ବିରୁପା ଆମର ବ୍ରାହ୍ମଣୀର ସଙ୍ଗ ଆମର କଣ ଗୋଟେ ଜାଗାରେ ମିଟ ହେଇଛନ୍ତି ତାପରେ ଯଦି ଦେଖିବା କୋଉ କୋଉ ଡିଷ୍ଟ୍ରିକ୍ଟରେ ନା ସୁନ୍ଦରଗଡ଼ ହେଲା ଦେଓଗଡ଼ ହେଲା ଅନୁଗୁଳ ହେଲା ଢେଙ୍କାନାଳ ହେଲା ବୁଝିପାରିଲେ କି ନାଇଁ ତାପରେ ଯାଜପୁର ହେଲା କେନ୍ଦ୍ରାପଡ଼ା ହେଲା କଟକ ଏଇ ସବୁ ଡିଷ୍ଟ୍ରିକ୍ଟ ଦେଇକି ସେ କ୍ରସ୍ କରିଛି ତାପରେ ମାଇପୁରର ମହାନଦୀ ଆଉ ବ୍ରାହ୍ମଣୀ ତାର କମନ ଗୋଟେ ପ୍ଲେସ୍ ଅଛି ଯୋଉଠି ସେ ଯାଇକି ବେ ଅଫ୍ ବେଙ୍ଗଲରେ ତାଙ୍କର ଇଏ ହୁଏ ମିଟ୍ ସେଠି ଇଏ କରନ୍ତି ନା ମାଇପୁରରେ ଏମିତି ମନେ ରଖିବ ଆଉ ଯୋଉଠି ତାଙ୍କର ୱିଲର ଆଇଲାଣ୍ଡ ଯୋଉଟା କୁହାଯାଏ ଡକ୍ଟର ଅବଦୁଲ କାଲାମ ଆଇଲାଣ୍ଡ 2015 ସବୁ ପଢା ହେଇଛି 2015 ତା ନାଁ ଚେଞ୍ଜ କରିକି ଡକ୍ଟର ଅବଦୁଲ କାଲାମ ଆଇଲାଣ୍ଡ କୁହାଯାଇଥିଲା କ୍ଲିୟର ବୁଝିଲେ ଯୋଉଟା କି ଆମର ଚାନ୍ଦିପୁରରୁ 70 କିଲୋମିଟର ହବ କ୍ଲିୟର ବୁଝିଲେ ତାପରେ ରାଇଟ ଆମେ ଯଦି ଦେଖିବା ରାଇଟ ତାର ଲେଫ୍ଟ ରାଇଟ ଯଦି ଟ୍ରାଇବ୍ୟୁଟାଲ୍ସ ଦେଖିବା କଣ କଣ ଅଛି ନା ମୁଁ କହିଦେଇଥିଲି ସବୁ ଟ୍ରିକରେ ନା ଗୋହିରାରେ ଗୋଟେ ମନ୍ଦିର ଅଛି ଲିଙ୍ଗରାଜ ମନ୍ଦିର ଅଛି ଯୋଉଥିରେ ଟିକା ହେଲା ନଡିଆ ହେଲା ଆଉ ସିଙ୍ଗଡା ହେଲା ବହୁତ ଭଲ ମିଳେ ତ ଆମର ଶ୍ୟାମ ଆଉ ର୍ୟାମ ଦି ଜଣ ଯାଇଥିଲେ ସେଠିକି ମାଙ୍କଡକୁ ଖାଇବାକୁ ଦେଲେ ହେଲା କୁରାଳ ପଞ୍ଚମୀ ଉପଲକ୍ଷେ ଯାଇଥିଲେ ମାଙ୍କଡକୁ ଖାଇବାକୁ ଦେଲେ ବୁଝିଲେ ଏମିତି ଆମେ ମନେ ରଖିଥିଲେ ବୁଝିଲେ କି ନାଇଁ ତାପରେ ଦେଖ ନେକ୍ସଟ ଦେଖିବା ଗୋଟେ ସେକେଣ୍ଡ Some details question के तार related दिख गला ब्राह्मणी river is formed by the meeting of which two river को दिते river रे ब्राह्मणी river हमरा महानदी ଆଉ କଣ ହବ ମହାନଦୀ ବୈତରଣୀ ଶଙ୍ଖ and କୋଏଲ ସୁବର୍ଣ୍ଣରେଖା and ବୁଢାବାଳଙ୍କ and ବଂଶଧର ନାଗବଳି କୋଉଟା ହବ ବ୍ରାହ୍ମଣୀ is formed by the meeting of which two river ଆମର ଶଙ୍ଖ ଆଉ କୋଏଲ ଯୋଉଟା କି ଆମର ମିଶୁଛି କୋଉଠି ବେଦବ୍ୟାସରେ ହେଲା ବେଦବ୍ୟାସରେ ରାଉରକେଲା ତାପରେ at which place does the Brahmani river form a small gorge କୋଉଠି ଅଛି ଆମର ରେଙ୍ଗାଲିରେ ରେଙ୍ଗାଲି ଡ୍ୟାମ ସେଥିପାଇଁ ସେଠି ଅଛି ତ ନେକ୍ସଟ ବ୍ରାହ୍ମଣୀ river flows through which of these district କୋଉ ଡିଷ୍ଟ୍ରିକ୍ଟରେ ଆମର ବ୍ରାହ୍ମଣୀଟା ଏବେ କହିଥିଲା ସୁନ୍ଦରଗଡ଼ ଅନୁଗୁଳ ଢେଙ୍କାନାଳ ବ୍ରାହ୍ମଣୀ ରାଇଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ ସଙ୍ଗ ଟା ଜଏନ୍ କରୁଛି ଲେଫ୍ଟ ବ୍ୟାଙ୍କ ଟ୍ରିବ୍ୟୁଟାରୀ ଅଫ ମହାନଦୀ ତା କଣ ବିରୁପା ତ ନେକ୍ସଟ ବ୍ରାହ୍ମଣୀ ଆଉ ମହାନଦୀ ରିଭର୍ସ ଟୁଗେଦର ଫର୍ମ ହୁଇଚ ଆଇଲାଣ୍ଡ କରନ୍ତି ନା ଆମର ୱିଲର ଆଇଲାଣ୍ଡ କ୍ଲିୟର ତ ରହୁଛି ନେକ୍ସଟ ଏତିକି ତ ଥିଲା ଆଉ ଏତିକି ଥିଲା ତ ନେକ୍ସଟ ଆମେ ପଢିବା ନା କଣ ଆମେ ଆଜିଠୁ ନା ମହାନଦୀ ରିଭର ସରିଗଲା ଛୋଟନାଗପୁର ପ୍ଲାଟୁ ଏବେ ଆମେ ପଢିବା ନା ଅମରକଣ୍ଟକ ପ୍ଲାଟୁ ହେଲା ଅମରକଣ୍ଟକ ପ୍ଲାଟୁରୁ ଷ୍ଟାର୍ଟ କରିବା ଫାର୍ଷ୍ଟ ମହାନଦୀ ରିଭର ସେଠୁ ଆସୁଛି ଅରିଜିନ ତାର ପ୍ଲେସଟା ସେଠି ତ ଦିଅ ଚାଲ ଷ୍ଟାର୍ଟ କରିଦବା ଦେଖ ନେକ୍ସଟ ହଉଛି ନା କଣ ଗୋଟେ ସେକେଣ୍ଡ river of Amarkantak Plateau.
ଗୋଟେ ସେକେଣ୍ଡ ଖାଲି। ଗୋଟେ ସେକେଣ୍ଡ। ଦେଖ ବେ तुम कि जॉइन हेलानी तो लेट हेलानी ମୁଁ କହିଲି ନାଇଁ ମୁଁ ରେକର୍ଡେड କରିଦିଏ। ଏଇ ତ ରେକର୍ଡେड କରିଦଉଥିଲି। ତ ଠିକ ଅଛି ଦେଖ ମୁଁ ପଢା ବି ଷ୍ଟାର୍ଟ କରିନି ରିଭିଜନ ଜଷ୍ଟ ଟିକେ କରୁଥିଲି। ଆମେ ପଢିବା ନା ରିଭିଜନ ତ ତମେ କରିଦେଇଥିବ। ତ ଦେଖ ମହାନଦୀ ରିଭର ଆଜି ଆମେ ପଢିବା ରିଭର ହବ ଅମରକଣ୍ଟକ ପ୍ଲାଟ୍ୟୁ ହେଲା। ଅମରକଣ୍ଟକ ପ୍ଲାଟ୍ୟୁରୁ ଅରିଜିନ ହେଇଛି ମହାନଦୀ ରିଭର। ତ ସେଇଠୁ ଆମେ ଦେଖ ଷ୍ଟାର୍ଟ କରିବା ହେଲା। ଏଇଠି ଗୋଟେ କ୍ୱେଶ୍ଚିନ୍ ତମର ପଡିଥିଲା ନା କଣ ମହାନଦୀ ରିଭର ଅନ୍ୟ ନାଁ କଣ ଗୋଟେ ହେଲା। କିଛି ଅପସନ ସେଥିରେ ଥିଲା ସେଥିରେ ଗୋଟେ ଥିଲା ନା ଚିତ୍ରୋତ୍ପଳା ହେଲା। ଏଇଟା ତମ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ସ ହେଲା। ଚିତ୍ରୋତ ଏଠି ମେନସନ କରିବା ହେଲା ଚିତ୍ରୋତ୍ପଳା ହେଲା। ଚିତ୍ରୋତ୍ପଳା ହେଲା ଏଟା ଆକ୍ଚୁଆଲି ତାର ନେମ ନୁହଁ ବଟ୍ ଏଟା ହଉଛି ତାର ଗୋଟେ ଡିଷ୍ଟ୍ରିବ୍ୟୁଟର ଗୋଟେ ହେଲା। ମହାନଦୀ ରିଭର ଗୋଟେ ଡିଷ୍ଟ୍ରିବ୍ୟୁଟର କିନ୍ତୁ ତାର ଥିଲା 3-4ଟା ଅପସନ ଥିଲା। କ୍ୱେଶ୍ଚିନ୍ସ ଅଛି ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆଗକୁ ଆସିବ ସେଇଠି କ୍ୱେଶ୍ଚିନ୍ ବି ଅଛି ଦେଖିବ ନା 3-4ଟା ଅପସନ ଥିଲା ତା ଭିତରୁ କହୁଥିଲା କୋଉଟା ହଉଛି ମହାନଦୀ ରିଭର ଗୋଟେ ନାଁ ଗୋଟେ ବୁଝିପାରିଲେ କି ନାଇଁ। ତ ସେଇଠି ଆମର ଅପସନ ଥିଲା ଚିତ୍ରୋତ୍ପଳା ତମେ ସେଇଠି ହିଁ ଟାଇଟ୍ ମାରିବ ହେଲା। ଏଇଟା ଇମ୍ପୋର୍ଟାଣ୍ଟ କୋଉଠି ବି ଏଇ ଜିନିଷ ପାଇବନି କୋଉଠି ବି ଜିନିଷ ପାଇବନି ସାଇଡରେ ଚିତ୍ରୋତ୍ପଳା ଲେଖା ହେଇଥିବ ତାର ଚିତ୍ରୋତ୍ପଳା ମାରିବ ଏଟା ତାର ଗୋଟେ କଣ ଡିଷ୍ଟ୍ରିବ୍ୟୁଟର ଗୋଟେ ହେଲା ଡିଷ୍ଟ୍ରିବ୍ୟୁଟର ଗୋଟେ ମହାନଦୀ ରିଭର ବୁଝିପାରିଲେ ନା। ଏଟା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ରେ ପଡିଥିଲା ସେଥିପାଇଁ ମୁଁ ଏବେ କହିଥିଲି ଯେହେତୁ ତା ରିଭର ମହାନଦୀ ରିଭର ମାନେ ଲେଖୁଛନ୍ତି ହେଡିଂ ତ ସେଥିପାଇଁ ମୁଁ କହିଲି ସେଠି ମେନସନ କରିଦବ ଚିତ୍ରୋତ୍ପଳା। ତ ଲେଖ ତାହେଲେ ଆମେ ଦେଖିବା ତମେ ନିଜେ ଏଇଭଳିଆ ମାନେ ମେନସନ କରିବ ବୁଝିଲ କି ନାଇଁ। ଛୋଟ ସର୍ଟ ନୋଟ୍ସ କରିଦବ ଏମିତି କଲେ ମତେ ଲାଗୁଛି ଏଇଟା ଭଲ ଇଫେକ୍ଟିଭ ରହୁଛି। ଏଇ ସର୍ଟ ନୋଟ୍ସ କରିଦେଲା ମାନେ ତମକୁ ଏତେ ଇଏ କରିବାର ନାହିଁ ମାନେ ଭଲ ଲାଗୁଛି ଏଇଟା ମାନେ ମତେ ଫିଲ୍ ହଉଛି ଯେ ଏଇଟା ଭଲ ମାନେ ତମ ପାଇଁ ଇଫେକ୍ଟିଭ ରହିବ ପୁରା ଫେୟାର ନୋଟ ଅପେକ୍ଷା। ମହାନଦୀ ମହାନଦୀ ରିଭର କ୍ଲିୟର ଏଇଠି ସାଇଡରେ ଲେଖିଦବ ଚିତ୍ରୋତ୍ପଳା ହେଲା। ଚିତ୍ରୋତ୍ପଳା ଏଟା ଗୋଟେ ଡିଷ୍ଟ୍ରିବ୍ୟୁଟର ଗୋଟେ ଡିଷ୍ଟ୍ରିବ୍ୟୁଟର ଗୋଟେ କ୍ଲିୟର ବୁଝିଲା। ତ ଦେଖ ଷ୍ଟାର୍ଟ କରିବା ଫାଷ୍ଟ ହଉଛି ନା କଣ ଇଟ୍ ଅରିଜିନେଟ୍ ଫ୍ରମ୍ ଅମରକଣ୍ଟକ ହିଲ୍ସ ଅଫ୍ ଦି ବସ୍ତର ପ୍ଲାଟ୍ୟୁ ଯୋଉଟାକି ଆମର ଅଛି ରାୟପୁର ଡିଷ୍ଟ୍ରିକ୍ଟ ଛତିଶଗଡ଼ରେ ହେଲା। ଅରିଜିନ ତାହେଲେ କଣ ହେଲା ଅରିଜିନ ହଉଛି ନା କଣ ଆମର ଅମରକଣ୍ଟକ ପ୍ଲାଟ୍ୟୁ ଅମରକଣ୍ଟକ ପ୍ଲାଟ୍ୟୁରେ କୋଉଠି ବାସ୍ତର ଆମର ଅମରକଣ୍ଟକ ପ୍ଲାଟ୍ୟୁ ଯୋଉଠିକି ଆମର ଅଛି ନା ଅମରକଣ୍ଟକ ହିଲ୍ସ ହେଲା। ଅମରକଣ୍ଟକ ହିଲ୍ସ କୋଉଠି ଏଟା ଅଛି ନା ଆମର ବସ୍ତର ପ୍ଲାଟ୍ୟୁ ବସ୍ତର ହେଲା ବସ୍ତର ପ୍ଲାଟ୍ୟୁରେ ଆଉ ଏଟା ରାୟପୁର ଛତିଶଗଡ଼ ରାୟପୁରରେ ଅଛି କ୍ଲିୟର। ତାପରେ ସେକେଣ୍ଡ ପଏଣ୍ଟ କଣ ହେଲା ନା ସେକେଣ୍ଡ ପଏଣ୍ଟ ଦେଖ ଦି ଟୋଟାଲ ଲେନ୍ଥ ଅଫ ଦିସ୍ ରିଭର ଏଇ ରିଭର ଟୋଟାଲ ଲେନ୍ଥ ଟା କେତେ ନା 858 କିଲୋମିଟର ଇନ ଓଡ଼ିଶା ଆଣ୍ଡ ଇଜ ଏବାଉଟ ଏତିକି କିଲୋମିଟର ଲଙ୍ଗ। ଆଚ୍ଛା ଦେଖ ତାହେଲେ ଦେଖ ଟୋଟାଲ ଲେନ୍ଥ ଟା ଯେହେତୁ ଏଟା କଣ ହେଲା କୁହାଯାଇଥିଲା ଆମର ସବୁଠୁ ଲାର୍ଜେଷ୍ଟ ରିଭର ଓଡ଼ିଶାର ଟୋଟାଲ ଲେନ୍ଥ ଟା କେତେ ହେଲା ନା 858 କିଲୋମିଟର। ତାପରେ ଆମର ଦେଖିଲେ ପ୍ରିଭିୟସ କ୍ଲାସରେ କଣ ବ୍ରାହ୍ମଣୀ ସେଟା କେତେ ଥିଲା କେତେ ଥିଲା ଏଟା ତାର କୁହ କେତେ ଥିଲା ଏଟା
କହିଲେ ଜଲ୍ଦି ଜଲ୍ଦି କେତେ ଥିଲା ସେଟା 799 ଆଉ ଓଡ଼ିଶାରେ କେତେ ଥିଲା ସେଟା ଓଡ଼ିଶାରେ କେତେ ଥିଲା ଓଡ଼ିଶାରେ କେତେ ଥିଲା ଗୁଡ୍ ଦେଖ ଏଟା ଟୋଟାଲ ଲେନ୍ଥ ଏତିକି ଅଛି ଆଉ ଓଡ଼ିଶା କଥା ଦେଖିବା ଯଦି ଦେଖିବା ଓଡ଼ିଶାରେ କେତେ ସେ क्रॉस କରୁଛି ଓଡ଼ିଶା ତ 494 ହେଲା 494 किलोमीटर मोस्ट इम्पोर्टेंट है एटा ला महानदीटा होची मोस्ट इम्पोर्टेंट बॉल सेटा मन रखतो तब नेक्स्ट देखो थर्ड रोची ना कोन देखिबा आरो आ कोन अछि एठी ताको कोन कहै छै सरफ ओडिशा कहै छै एटा मोस्ट इम्पोर्टेंट क्वेश्चन होला सरफ ओडिशा कहै छै सरो ऑफ ओडिशा लेखो सेव आर आर ओडब्ल्यू सरो ऑफ ओडिशा ताको कहै छै क्लियर तापर नेक्स्ट पॉइंट होची ना कोन 4-5 पॉइंट कवर करिए तने हमें ते रिवीजन करे पुनी नेक्स्ट आगो जीवा ता टोटल हम जदी देखिबा ना कोन फ्रॉम व्हिच रिवर कलेक्ट्स वाटर इनसाइड ओडिशा तक जो कैचमेंट शिफ्ट जदी देखिबा केते ना 65 5800 65 टोटल हम जदी देखिबा कैचमेंट शिफ्ट जो देखिबा केते ना 65 65 580 स्क्वायर किलोमीटर ହେଲା ଆଗରୁ ଆମେ ଦେଲେ ବ୍ରାହ୍ମଣଟା କେତେ ଥିଲା ବ୍ରାହ୍ମଣଟା କେତେ ଥିଲା ବ୍ରାହ୍ମଣଟା କେତେ ଥିଲା ରେ ପିଲେ ବ୍ରାହ୍ମଣଟା କେତେ ଥିଲା ଜଲ୍ଦି ଜଲ୍ଦି କହ ବ୍ରାହ୍ମଣଟା କେତେ ଥିଲା गुड नेक्स्ट देखो तापरे टोटल कैचमेंट से गला 65,580 स्क्वायर किलोमीटर तापरे नेक्स्ट होची ना कटा सबटा लार्जेस्ट हला लार्जेस्ट मेंशन भी होची देखो the biggest river of Odisha and 6th biggest river in the world बुझ पड़ला नहीं तो देखो biggest मतलब largest ये लिख दो ना largest river सबको largest river of Odisha और जदी इंडिया कथा देखियो ताले इंडिया रो पोजीशन केते 6 पोजीशन ला इंडिया रे उचारो 6 पोजीशन बुझी पड़ले कि नहीं आ एठी हम टिके मु मेंशन करिया को चाहिबी जेतु इंडिया रे 6 पोजीशन बळेला ताले मते को माने इंडिया रे कोटा बिगेस्ट रिवर इंडिया रो बिगेस्ट कोटा इंडिया रो बिगेस्ट कोटा गंगा देखो गंगा तार तीनटा अछि हला तीनटा तार क्राइटेरिया अछि से तीनटा क्राइटेरिया अनुसार हम करबा तो एठी मुटिया मेंशन कर दुची इंडिया कथा जे आसला इंडिया कथा मुटे कहि दुची ना हमरो इंडिया लॉन्गेस्ट हला जदी देखियो पूरा लॉन्गेस्ट जदी देखियो ताल तमरो कोन आसीबो गंगा क्लियर तर सेकंड होची जदी लार्जेस्ट माने हमरो कहया कुछ ना वाटर वॉल्यूम जदी देखिबा हला वाटर वॉल्यूम तर लार्जेस्ट जो वाटर वॉल्यूम कथा जदी देखियो ताले के पड़ी आसीबो हमरो ना ब्रह्मपुत्र क्लियर आउ जदी देखिबा ना कोन हमरो माने को कहलो गोदावरी आउट अछि जदी लॉन्गेस्ट रिवर जोटा फ्लो माने एंटायरली विद इन इंडिया रे जोटा फ्लो करछ हला एंटायरली विद इन इंडिया रे जोटा फ्लो होची एटा लिख दियो ना हमरो जदी को लॉन्गेस्ट रिवर जोटा फ्लो करछि entirely within India जो देखिए ताले से होची कि हमर गोदावरी क्लियर एसो मेंशन कर दबा सो मेंशन कर दबा आपको कोन कहै जे ना दक्षिण गंगा कहै जे हला आपको तो दक्षिण गंगा कहै जे ताको हमर गोदावरी को मेंशन कर दी छे आगो पढिया हमर इंडियन जेटा पढियो बट एटी जेतु आसला ना सेटे मेंशन कर देली सेटा पर उधर पढ दबा आ बुझ पले ना तो तीनटा जिंस मन रखियो काई एबे डायरेक्ट क्वेश्चंस पढोनी ना इंडियन क्लेम पके दबो कोटा लॉन्गेस्ट माने कोटा माने जदी इंटरली इंडिया रे फ्लो होइतो कोटा सब लॉन्गेस्ट अगर कोन गोदावरी जदी तो वाटर वॉल्यूम अनुसार कोटा लार्जेस्ट ब्रह्मपुत्र बुझ पले कि नहीं एबे क्वेश्चन पढछि ना तो एती जिंस आगे चलो मन रखो तो नेक्स्ट हमें जीवा जे तो पूरा स्लाइड्स पूरा फुल हेलानी तो एती जिंस आगे दिया मन रखता महानदी रिवर फास्ट होची महानदी रिवर आखि मेजर रिवीजन करो ना महानदी रिवर फास्ट होची ता को कहला तार आउटे ना एग्जाम रे जोटा करथला तार डिस्ट्रीब्यूटरी सेटा चित्रकला क्लियर तापर से सेकंड था ओरिजिन जदी देखिबा ना कोन अमरकंटक हिल्स रे जोटे बस्तर प्लेट्यू रे अछि रायपुर
क्लियर बुझला आ हमें जदी गूगल को जदी सर्च करियो ना हमर जो महानदी रिवर को ना महानदी रिवर टा सेठी होछि ना ओरिजिन हेनी अमरकंटक रो से ओरिजिन हेनी ହେଲା ସେ ଛତିଶଗଡ଼ ରୁ ଗୋଟେ ଅଛି ସିହାୱା ହିଲ୍ସ ସେଇ ସିହାୱା ହିଲ୍ସ ରୁ ସେ ଅରିଜିନେଟ ହେଇଛି କିନ୍ତୁ କ୍ୱେଶ୍ଚିନ୍ସ ରେ ଆସିଛି କେତେଟା ନା ଆମର ଯୋଉ ଅମରକଣ୍ଟକ ହିଲ୍ସ ରୁ ସୋର୍ସ ଦିଟା କୋଉ ଦିଟା ସୋର୍ସ ଅମରକଣ୍ଟକ ହିଲ୍ସ ରୁ ବାହାରିଛି ଫ୍ଲୋଇଂ ହେଇଛି ହେଲା ଦିଟା ଡିଫରେଣ୍ଟ ଡାଇରେକ୍ସନ ରେ ୱେଷ୍ଟ ଆଉ ଇଷ୍ଟ ସେଠି ଆମର ନର୍ମଦା ଆଉ ମହାନଦୀକୁ ସେଠି ମେନସନ କରିବାକୁ ପଡିବ ନର୍ମଦା ମତ ସେଥିପାଇଁ ଗୁଗୁଲରେ କିଛି ଗୋଟେ ଦେଇଛି ଏଠି ଗୋଟେ କିଛି ଗୋଟେ ଦେଇଛି ମାନେ ଏକ୍ସାମ ରେ ତମର ପଡିଛି ବୁଝିପାରିଲେ ନା ତ ଆମେ ଏଇଟାକୁ ନେଇକି ଚାଲିବା ଅମରକଣ୍ଟକ ହିଲ୍ସ ବୁଝିପାରିଲେ ନା ଅମରକଣ୍ଟକ ହିଲ୍ସ ଯୋଉ ବାସ୍ତର ପ୍ଲେଟ୍ୟୁ ଅଛି ରାୟପୁରରେ ତାପରେ ଥାର୍ଡ ରେ ଆମେ ପଢିଲେ ନା କଣ ନା ସେକେଣ୍ଡ ରେ ପଢିଲେ ନା ତାର ଟୋଟାଲ ଲେନ୍ଥ ଯଦି ଦେଖିବା ନା କେତେ ଅଛି ଟୋଟାଲ ଲେନ୍ଥ ନା 858 ହେଲା 858 ଆଉ ଓଡ଼ିଶାରେ ଯଦି ଦେଖିବା ନା କଣ 494 ତାପରେ ତାକୁ ସରଫ ଓଡ଼ିଶା କୁହାଯାଏ ଆଉ ତାର ଟୋଟାଲ କ୍ୟାଚମେଣ୍ଟ ସିପ୍ ଯଦି ଦେଖିବା ନା କେତେ ଅଛି ନା 65580 ହେଲା 65580 ସ୍କ୍वायर किलोमीटर बुझेला क्लियर तापर नेक्स्ट जो देखला लॉन्गेस्ट रिवर को ओडिसा रो जो लॉन्गेस्ट रिवर जोटे 6 रे अछि इंडिया रे अब इंडिया कथा जो देखियो दे ना लॉन्गेस्ट जो देखियो ना गंगा रहइबो तापर जे लार्जेस्ट जो वाटर वॉल्यूम अनुसार कहबा ताल तमरो ब्रह्मपुत्र रहइबो और जदी एंटायरली इंडिया को पूरा कवर करि जो देखियो तार की हबो हमर गोदावरी हबो जोटे की दक्षिण गंगा ताको कोहा जाय क्लियर बुझेला तब नेक्स्ट देखियो नेक्स्ट आउट स्लाइड रे ताको रिया पड़ियो कि जगह नहीं तो देखो कौन अच्छी नेक्स्ट स्लाइड रे महानद रिवर फ्लोस नॉर्थ साउथ थ्रू संबलपुर सोनपुर जीरा एंड जाउन एला एदिटा मन रखियो आर द मोस्ट इंपोर्टेंट वंस दैट ड्रेन वाटर फ्रॉम बरगड फेल इनटू महानदी अच्छा एदिटा मेंशन करिया पड़ियो आउट स्लाइड रे दियो नेक्स्ट एटा कते जाइतला तर रिव्यू ऑन ले देखो 6 रे ना हमर बरगड फेल बरगड फेल कोन दिटा अछि हमर जीरा एंड जाउन ए दिटा मन रखियो होला जीरा तब जीरा आउ जुआनी एमते मन जुआनी रे होला जीरा जुआनी बुझिबला जीरा और जुआनी रे मन रखियो बुझिबला कि ए दिटा इंपोर्टेंट वन दैट ड्रेन वाटर फ्रॉम बरगड ना एटा ड्रेन करछि वाटर को दिटा ना हमर जीरा एंड जाउन होला से ड्रेन करछि वाटर करछि इनटू कोठी के महानदी को क्लियर बुझियला तब नेक्स्ट नेक्स्ट वन कौन अच्छी दी महानदी बिगेस्ट ट्रिब्यूटरी कोड हमर तेल रिवर इटा मन रखियो तेल रिवर टा फ्रॉम राइट बैंक एंड मिड्स एट सोनपुर हला सोनपुर रे इटा मोस्ट इंपोर्टेंट ना बिगेस्ट हमर ट्रिब्यूटरीज के तेल रिवर टा क्लियर बुझियला बुझियला तब नेक्स्ट देखो इटा जे राइट बैंक हला ना मेंशन कर दे इटा भी तापर नेक्स्ट देखो नेक्स्ट कौन अच्छी The Mahanad River flow through several district in ओडिसा रे बहुत सारा डिस्ट्रिक्ट रे से करछि किंतु इटे एते सब जेहेतु लार्जेस्ट माने सब एरिया को तो से कवर करियो ना त इट फॉर्म द ब्रांच कॉल्ड द काटचोडी डिस्ट्रीब्यूटर हला काटचोडी हमर जो डिस्ट्रीब्यूटर इटा मन रख दियो ना महानद को डिस्ट्रीब्यूटर अछि ना काठजोडी काठजोडी डिस्ट्रीब्यूटर हला एटा सब बोल्ड लाइन ले अछि त इपोर्टर टा सब बुझि पले नै काठजोडी डिस्ट्रीब्यूटर तापर नॉर देखो आउ कोन रहइला ना इट क्रॉस द ईस्टर्न घाट थ्रू ए नैरो जॉर्ज कॉल्ड सातकोसिया हला सातकोसिया एटले गाव ना सातकोसिया सातकोसिया जॉर्ज कोटीटा अछि जेतोले इट क्रॉस द ईस्टर्न घाट हला ईस्टर्न घाट को क्रॉस कला बेले ईस्टर्न घाट को क्रॉस कला बेले ईस्टर्न घाट क्रॉस कला ओटे सातकोसिया रे जॉर्ज ओटे देखिया को पाइबा हमें तबे नेक्स्ट अपन आगे पॉइंट आउट कर दवा लिखि दवा तापर हमें पूरा भल से कंप्लीट कर दवा आ महानद इज अ फ्लैट प्लेन एरिया नराज कटक रे जो नराज अछि ना सेटर से फ्लैट प्लेन एरिया को माने पहुंचे सिटी हो क्रॉस करे हो ना फ्लैट प्लेन एरिया कोटी हमर नराज कटक तापरे 11 रे 11 रे देखाओ कोन अछि ना
ଜଗତସିଂହପୁର ଏଠି କ୍ରିଏଟ୍ସ ଇମ୍ପୋର୍ଟାଣ୍ଟ ରାଇଟ୍ ବ୍ୟାଙ୍କ ବ୍ରାଞ୍ଚ ଇନଟୁ ପେ ଅଫ ବେଙ୍ଗଲ ହେଲା, ମାନେ ବେଙ୍ଗଲ ଡେଟାରେ ଏଇଠି ମନେ ରଖିବ ନା ଜଗତସିଂହପୁର ଫର୍ମସ୍ ଆନ୍ ଇମ୍ପୋର୍ଟାଣ୍ଟ ରାଇଟ୍ ବ୍ୟାଙ୍କ ବେ ଅଫ ବେଙ୍ଗଲ। ନା ରାଇଟ୍ ବ୍ୟାଙ୍କଟା କୋଉଠୁ ଇଏ କରୁଛି ତାର ରିଭର୍ସ ଯେ ମାନେ ବାହାରୁଛି ଆମେ ଜଗତସିଂହପୁର, ତ ଏଇଠି ଲେଖିଦବ ଜଗତସିଂହପୁର। ତମେ ନିଜେ ବି ସବୁ ମୁଁ କରିବା ସହିତ ତମେ ନିଜେ ବି ନୋଟ୍ସ ବନେଇ ଦିଅ। ଜଗତସିଂହପୁର ହଉଛି ରାଇଟ୍ ବ୍ୟାଙ୍କ, କ୍ଲିୟର। ତାପରେ ନେକ୍ସଟ ଆମେ ଦେଖିବା ନା କଣ ତାର ସବୁ ଟ୍ରିବ୍ୟୁଟାରିଜ ସବୁ କଣ କଣ ରହିଲା ହେଲା। ଟ୍ରିବ୍ୟୁଟାରିଜ ମୁଁ ଏଠି କହିଦଉଛି ଟ୍ରିକରେ, ସବୁ ଟ୍ରିକରେ ଏଠି ଲେଖିଦଉଛି, ଟ୍ରିକରେ ସବୁ କରିଦଉଛି। ତ ଲେଖ ଫାଷ୍ଟ ଦେଖିବା ନା ଆମର ତାର ରାଇଟ୍ ବ୍ୟାଙ୍କ ଯୋଉ ରହିଲା, ରାଇଟ୍ ବ୍ୟାଙ୍କ ରାଇଟ୍ ବ୍ୟାଙ୍କରେ ଦେଖ କେମିତି ତାଙ୍କ ମନେ ରଖିବା ନା ପୁରା ଷ୍ଟୋରିଟା ହଉଛି ନା କଣ ଆମର ସିନ୍ଦୁର, ସିନ୍ଦୁର ଏବେ ସିନ୍ଦୁର ଯୋଉ ଚାଲିଥିଲା ସିନ୍ଦୁର ଅପରେସନ, ତ ସିନ୍ଦୁର ଜଙ୍ଗ ହେଲା, ସିନ୍ଦୁର ଜଙ୍ଗ ବୁଝିପାରିଲ ନା, ସିନ୍ଦୁର ଜଙ୍ଗ ମାନେ ଲୁଡୋ ମାନେ କଣ ଲଢେଇ ଚାଲିଛି, ସିନ୍ଦୁର ଜଙ୍ଗ ହଉଛି କେତେବେଳେ ନା ଖରାବେଳେ ହେଲା, ଖରାବେଳେ ଶୁଖିଲା ଖରାବେଳଟାରେ ବୁଝିପାରିଲ ନା, ଶୁଖିଲା ଶୁଖିଲା ଖରା ବେଳରେ, ଶୁଖିଲା ଖରା ବେଳଟାରେ ଜଙ୍ଗ ହଉଛି ଏଠି କିଏ ଶିଲା, ଶିଲା ସେଠି ଜଏନ୍ ହେଇଛି ବୁଝିପାରିଲ ନା, ଶିଲା ଶିଲା ସେଇ ଜଙ୍ଗରେ ଜଏନ୍ ହେଇଛି। ସେ ଶିଲା ତ ଜଏନ୍ ହେଇଛି, ସେ କଣ ମୃଦଙ୍ଗ ବଜେଇକି ସେଠି ମାନେ ମୃଦଙ୍ଗ ସେ ଯୋଉ ଜଏନ୍ ହେଲା ମାନେ ସେ ଜଏନ୍ ମୃଦଙ୍ଗ ସେଠି ବଜେଇକି ସେ ଜଏନ୍ ହେଲା ହେଲା, ମୃଦଙ୍ଗ ମୃଦଙ୍ଗ ବଜେଇକି, କ୍ଲିୟର ବୁଝିଲା। ଦେଖ ଏଇ ସେଥିପାଇଁ ସେଠି ଅଛି ଯାହାର ଯଦି ବୁକ୍ସ ଥିବ, ଯୋଉ ବୁକ୍ସ ରେ ମେନସନ ଅଛି ଶିଲାରୀ ଗୋଟେ ହେଲା, ଶିଲାରୀରୁ ତମର ଶିଲାରୁ ପଳେଇ ଆସିଲା କଣ ଶିଲାରୀ, କ୍ଲିୟର। ତାପରେ ନେକ୍ସଟ ହଉଛି ନା କଣ ସନ୍ଦୁର, ସନ୍ଦୁର ସିନ୍ଦୁର, ସନ୍ଦୁର ସିନ୍ଦୁର ପଳେଇଲା। ତାପରେ ଜଙ୍ଗ ମାନେ ଆମର ଲଢେଇ ଯୋଉଟା କୁହାଯାଉଛି ଯୁଦ୍ଧ ହେଲା। ତାପରେ ସୁଖ ହେଲା, ସୁଖରୁ ଶୁଖିଲା ହେଲା, ସୁଖା ଯୋଉ ଅଛି ସୁଖା ଏଠି କଣ ହେଲା ଶୁଖିଲା, ସୁଖା। ତାପରେ ଖାରଖର, ଖାରଖର ହଉଛି ନା ଖରାବେଳେ, ଖରାବେଳଟାରେ ବୁଝିପାରିଲନି। ତାପରେ ମୃଦଙ୍ଗ, ମୃଦଙ୍ଗ ହଉଛି ମୃଦଙ୍ଗ ବୁଝେଇକି, କ୍ଲିୟର ବୁଝିଗଲା। ଟ୍ରିକରେ ମନେ ରଖିବା, ଟ୍ରିକରେ ଖାଲି ଟର୍ନ ମନେ ରଖିଦିଅ ନା, ଯେତେବେଳେ ଆସିବ ନା ଆରାମରେ ତମେ କହିଦବ, କିଛି ପ୍ରୋବ୍ଲେମ ହବନି। ଖାଲି ଟର୍ନ ଖାଲି ମନେ ରଖ, ସିନ୍ଦୁର ନା ସିନ୍ଦୁର ହଉଥିଲା ନା ଖରାବେଳେ, ସିନ୍ଦୁର ଜଙ୍ଗ ହଉଥିଲା ଶୁଖିଲା ଖରାବେଳଟାରେ, ଯୋଉଥିରେ କି ଶିଲା ଯୋଉ ଥିଲା ଶିଲା ମୃଦଙ୍ଗ ବଜେଇକି ସେଠି ଜଏନ୍ ହେଲା, ରାଇଟ୍ ବ୍ୟାଙ୍କ ହେଲା ଗଲା। ତାପରେ ଲେଫ୍ଟ ବ୍ୟାଙ୍କ ଦେଖିବା, ଲେଫ୍ଟ ବ୍ୟାଙ୍କ, ଲେଫ୍ଟ ବ୍ୟାଙ୍କର କଣ ତା ଫର୍ମୁଲା, ତ ଦେଖ ଲେଫ୍ଟ ବ୍ୟାଙ୍କରେ ଆମେ ମନେ ରଖିବା ନା କଣ, ଏମିତି ମନେ ରଖିବା ନା ମୁଁ ଲେଖିଦିଅ ତାପରେ ମୁଁ କହିଦେବି କୋଉଟା କଣ ପାଇଁ ୟୁଜ ହେଇଛି। ସୁର ଭାଇ ହେଲା, ସୁର ଭାଇ, ସୁର ଭାଇ, ସୁର ଭାଇଙ୍କ ଜଣେ ପୁଅ ଥିଲା, ସନ୍ ଥିଲା, ସୁର ଭାଇଙ୍କ ଜଣେ ସନ୍ ଥିଲା, ଠିକ ଅଛି। ସେ ସନ୍ କଣ ହେଲା ତା ନା ସନ୍ ଥିଲା ସେ କଣ ଥିଲା ଚାଇନା ଯାଇଥିଲା, ସେ ସନ୍ ତାଙ୍କ ପୁଅ ଚାଇନା ହେଲା, ଚାଇନା ଯାଇଥିଲା, ଚାଇନା ଯାଇଥିଲା। ସେ ଚାଇନାରେ କଣ ହେଲା ଗୋଟେ ସୋମନାଥ ଅଛି, ଗୋଟେ ଟେମ୍ପଲ ଅଛି ହେଲା, ସୋମନାଥ, ସୋମନାଥ ଗୋଟେ ମନ୍ଦିର ଅଛି, ସୋମନାଥ ଗୋଟେ ମନ୍ଦିର ଅଛି, କ୍ଲିୟର। ଚାଇନା ଯାଇଥିଲା, ସେଠି ଗୋଟେ ସୋମନାଥ ଗୋଟେ ମନ୍ଦିର ଅଛି, ସେ ସୋମନାଥ ମନ୍ଦିରରେ ସେ କଣ କଲା ନା ନା ହସି ହସି ସେଠି ଯାଇଥିଲା, ସେଠି ଖେଳିଲା, ଆଗେ କଣ ହେଲା ଖେଳିଲା, ଖେଳିଲା, ତାପରେ ଦେନ୍ କଣ ହେଲା ନା ହସି ହସି, ହସି ହସି ଦାନ କଲା, ହସି ହସି ଦାନ କଲା, କ୍ଲିୟର ବୁଝିଲା। ଦେଖ ମୁଁ କହିଦଉଛି କୋଉଟା କଣ ପାଇଁ ମୁଁ ୟୁଜ କରୁଛି, ତ ଦେଖ ସେଠି ଅଛି ନା ଆମର ସୁର, ସୁର ଏଠି ଆମେ ନେଇଛନ୍ତି କୋଉଟାକୁ ନେଇକି ନେଇଛନ୍ତି ସୁର ନା ସୁରଲି ହେଲା, ସୁରଲି ଗୋଟେ ଥିଲା ତାକୁ ସୁର ନେଲେ ହେଲା, ସୁରଲି ଆସିଲା ମାନେ ଅଟୋମେଟିକ ମାଇଣ୍ଡକୁ ପଳେଇ ଆସିବ ସୁର ବୋଲି ହେଲା, ସୁରଲି। ଆଉ ସନ୍ ତ ଡାଇରେକ୍ଟ ଅଛି ସନ୍, ସନ୍ ରିଭର ଅଛି ଡାଇରେକ୍ଟ। ତାପରେ ହଉଛି ଚାଇନା, ଚାଇନାର କେମିତି ନେଲେ ନା ଚିନାର, ଚିନାର ମୁଁ ମାନେ ଚାଇନାରୁ ଚିନାରକୁ ତାକୁ ରିଲେଟ କଲି ହେଲା। ତାପରେ ସୋମନାଥ, ସେଠି ଅଛି ସୋୟନାଥ, ସୋୟନାଥକୁ ମୁଁ ସୋମନାଥ ସହିତ ରିଲେଟ କଲି। ତାପରେ ସେଠି ଅଛି ମନ୍, ମନଟାକୁ ମନ୍ଦିରରେ ମୁଁ ରିଲେଟ କଲି, ବୁଝିପାରିଲ କି ନାଇଁ। ତାପରେ ଖେଳିଲା, ଖେଳିଲା କେଲୋ, କେଲୋ ଗୋଟେ ଥିଲା ମୁଁ ସେଟା ଖେଳିଲା ସହିତ ରିଲେଟ କଲି, କେଲୋ, ଖେଲୋ ଖେଳିଲା। ତାପରେ ହସି ହସି, ହସି ହସିଟା କଣ ନା ହାସ ଦିଓ, ଗୋଟେ ଥିଲା ହାସ ଦିଓ, ତାକୁ ହସି ହସିରେ ମୁଁ ରିଲେଟ କଲି। ତାପରେ ଥିଲା ନା କଣ ଗୋଟେ ଆମର ହସି 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 ଖେଳିଲା ନା, ହଁ ହସି ହସି ଦାନ କଲା, ଦାନ କଲା ରହୁଛି ନା ବିଧାନ, ବିଧାନ ଗୋଟେ ଥିଲା ମୁଁ ସେଟା ଦାନଟାକୁ ରିଲେଟ କଲି ହେଲା, ବିଧାନ, ବୁଝିପାରିଲ, କ୍ଲିୟର, ସବୁରା କ୍ଲିୟର ହେଲା। ଆଉ ଥରେ ଥରେ ରିଭିଜନ କଲା ମାନେ ହେଇଯିବ, ଟେନସନ ନିଅନି ହେଲା। ତ ଦେଖ ମୁଁ କହିଛି ଯେ ଆଉଥରେ ନା ରାଇଟ ବ୍ୟାଙ୍କ, ରାଇଟ ବ୍ୟାଙ୍କରେ ମୁଁ କଣ କହିଲି, ରାଇଟ ବ୍ୟାଙ୍କରେ ନା ରାଇଟ ବ୍ୟାଙ୍କ ହଉଛି ସିନ୍ଦୁର,
ହେଲା। ସିନ୍ଦୁର ଜଙ୍ଗ ହଉଛି, ସିନ୍ଦୁର ଜଙ୍ଗ କେତେବେଳେ ହଉଛି, ଶୁଖିଲା ପୁରା ଖରା ବେଳଟାରେ ପୁରା ହଉଛି, ଯୋଉଥିରେ କି ଶିଲା ସେଠି ଜଏନ୍ କରିଥିଲା ମୃଦଙ୍ଗ ବଜେଇକି। ତାପରେ ଲେଫ୍ଟ ବ୍ୟାଙ୍କ ରେ କଣ ଗଲା ନା, ଲେଫ୍ଟ ବ୍ୟାଙ୍କ ହଉଛି ଆମର ସୁରଭାଇ। ଲେଫ୍ଟ ବ୍ୟାଙ୍କ ରହିଲା ନା ସୁରଭାଇ। ସୁରଭାଇଙ୍କର ତାଙ୍କର ଜଣେ ପୁଅ ଥିଲା, ସନ୍ ଥିଲା। ସେ କଣ ଥିଲା, ଚାଇନା ଯାଇଥିଲା। ଚାଇନାରେ ସୋମନାଥ ଗୋଟେ ମନ୍ଦିର ଅଛି। ସେଠି ମନ୍ଦିରକୁ ସେ ଯାଇଥିଲା, ଯାଇକି ସେଠି ଖେଳିଲା, ଖେଳିକି ସେଠି ଦାନ କଲା, ଆଉ ହସି ହସିକା ଦାନ କଲା, ଲୋକମାନଙ୍କୁ ହସି ହସିକା ଦାନ କଲା। କ୍ଲିୟର, ବୁଝିଲା। ତାପରେ ନେକ୍ସଟ ଦେଖ, ନେକ୍ସଟ ଆମେ ରିଭିଜନ ସରିଗଲା ତମର, ବାସ୍ ଆମେ ଏବେ ଖାଲି ରିଭିଜନସ କରିବା। ଏବେ ଆମେ ଖାଲି ରିଭିଜନସ କରିବା, ଯୋଉଠି କି ସବୁ ମେନସନ ଅଛି ମୁଁ ଅଲରେଡି କହିଥିଲି ତମକୁ। ତାପରେ ରିଭର୍ସ ମାନ ଡେଲ୍ଟା ଅଲଗା ପଢାଯିବ। ତ ଦେଖ, ଆମେ ଏଠି ରିଭିଜନସ କରିବା, ରିଭିଜନସ କରିକି ତାପରେ ଆମେ ଇଏ କରିବା, ଆଉ କ୍वेଶ୍चंस କେତେଟା ଅଛି କ୍वेश्चंस ପ୍ରାକ୍ଟିସ କରିବା। ଆଉ ଦେଖ, ଏଠି ଆମେ କଣ କଣ ପଢିଲେ ନା, ବରଗଡ଼ ପ୍ଲେନ୍। ବରଗଡ଼ ପ୍ଲେନ୍ କୋଉ ଦିଟା ରିଭର ଡ୍ରେନ୍ସ ଅଛି ୱାଟରକୁ, ବେ ଅଫ ବେଙ୍ଗଲ କୁ, କୋଉ ଦିଟା ନା, ଗୋଟେ ଜିରା, ଗୋଟେ ଜାମ୍। କ୍ଲିୟର। ତାପରେ ବିଗେଷ୍ଟ ଟ୍ରିବ୍ୟୁଟର, ତାର ଯୋଉ ବିଗେଷ୍ଟ ଟ୍ରିବ୍ୟୁଟର ଯଦି ଦେଖିବେ, କି ବିଗେଷ୍ଟ ଟ୍ରିବ୍ୟୁଟର ନା ତେଲ, ହେଲା, ତେଲ ରାଇଟ ବ୍ୟାଙ୍କ ରେ ଅଛି ତେଲ ରିଭର। ତାପରେ ଅଛି ନା କାଠଯୋଡି, କାଠଯୋଡି ତାର ଗୋଟେ ଡିଷ୍ଟ୍ରିବ୍ୟୁଟର ଗୋଟେ। କ୍ଲିୟର। ତାପରେ ସେଠି ଅଛି ସାତକୋଶିଆ ଇଷ୍ଟ, ଆମର ଯୋଉ ଇଷ୍ଟର୍ଣ୍ଣ ଘାଟ ଯୋଉ କ୍ରସ କରୁଛି ସେଠି କେମିତି ନା, ସାତକୋଶିଆ ଜର୍ଜ ଦେଇକି। କ୍ଲିୟର। ତାପରେ ଫ୍ଲାଟ ପ୍ଲେନ୍ ଏରିଆ, ଫ୍ଲାଟ ପ୍ଲେନ୍ ଏରିଆକୁ କେତେବେଳେ ସେ ହେଇଛି କୋଉଠି ନା, ନରାଜ କଟକରେ ଫ୍ଲାଟ ପ୍ଲେନ୍ ଏରିଆକୁ ସେ କ୍ରସ କରୁଛି। ତ ରାଇଟ ବ୍ୟାଙ୍କ ଯୋଉ ଏତି ରିଭର ସେଟା କୋଉଠୁ ଅରିଜିନେଟ ମାନେ ଜଗତସିଂହପୁର ବାହାରିଛି, ଜଗତସିଂହପୁର, ବୁଝିଲା। ଆଉ ଯୋଉ ଦେଖିବ ରାଇଟ ବ୍ୟାଙ୍କ ଆମର କୋଉରା କୋଉରା କହିଥିଲି ନା, ସିନ୍ଦୁର ଜଙ୍ଗ ହଉଛି ଖରା ଶୁଖିଲା ପୁରା ଖରା ବେଳଟାରେ ହଉଛି। ଆମର ଶିଲା ଯିଏ ଥିଲା, ଶିଲା ଏଠି ମୃଦଙ୍ଗ ବଜେଇକି ଜଏନ ହେଇଥିଲା, ହେଲା। କହିବାକୁ ଗଲେ ନା, ତାର କାମ ହଉଛି ମୃଦଙ୍ଗ ବଜେଇବା। ଲେଫ୍ଟ ବ୍ୟାଙ୍କର କହିଥିଲି ନା କଣ ନା, ଆମର ସୁର ଭାଇଙ୍କର ସନ୍, ସେ ଚାଇନା ଯାଇଥିଲା, ଚାଇନାରେ ସୋମନାଥ ମନ୍ଦିରରେ ସେ ଯାଇକି ଖେଳିଲା, ହସି ବୋଳି ଖେଳିଲା, ତାପରେ ଲୋକମାନଙ୍କୁ ସେଠି ଦାନ କରିକି ଆସିଲା। କ୍ଲିୟର, ବୁଝିଲା। ଏତିକି ହଉଛି ତମର 12ଟା, ଏଠି ଅଛି 6ରୁ ଏଠି 12। ତା ଉପରେ ଆମେ ଦେଖିଥିଲେ ନା କଣ, ମହାନଦୀ। ମହାନଦୀରେ ଆଉ ରେଷ୍ଟରେ କଣ କଣ ଥିଲେ ମୁଁ କହିଦଉଛି ଉପରେ। ଏଟା ହଉଛି ଚିତ୍ରୋତ୍ପଳ, ତାକୁ ହଉଛି ଚିତ୍ରୋତ୍ପଳ ଗୋଟେ ଡିଷ୍ଟ୍ରିବ୍ୟୁଟର। ଏଟା ଅରିଜିନ ଯଦି ଦେଖିବେ ନା କଣ, ଅମରକଣ୍ଟକ, ଅମରକଣ୍ଟକ ହିଲ୍ସ ରୁ ସେ ଅରିଜିନେଟ ହେଇଛି, ବସ୍ତର ପ୍ଲେଟ୍ୟୁ, ବୁଝିଲା, ରାୟପୁର ଆମ ଛତିଶଗଡ଼। ତାପରେ ହଉଛି ସେକେଣ୍ଡ, ତାପରେ ନା ଥାର୍ଡ, ସେକେଣ୍ଡ ଦେଖିଲେ ନା ଟୋଟାଲ ତାର ଲେନ୍ଥ କେତେ ହେଲା 858। ଓଡ଼ିଶା କଥା ଯଦି ଦେଖିବେ ନା 494 କିଲୋମିଟର, ତାକୁ ସରଫ ଓଡ଼ିଶା କୁହାଯାଏ। ନେକ୍ସଟ ତାର କ୍ୟାଚମେଣ୍ଟସିପ ଯଦି ଦେଖିବେ ନା କଣ 65580, ହେଲା। ଏଇ ଡାଟାଟା ଭଲସେ ମନେ ରଖିଥିବ, ହେଲା। ସେଟା ଥିଲା 39055। କ୍ଲିୟର, ବୁଝିଗଲା। ତାହେଲେ ଏଟା ହଉଛି ନା କଣ ତମର ଏଟା ହଉଛି 65580, ହେଲା। 65580 ସ୍କ୍ୱାର କିଲୋ ଟୋଟାଲ କ୍ୟାଚମେଣ୍ଟସିପଟା। ତାର ଯୋଉ ଲାର୍ଜେଷ୍ଟ ଯଦି ରିଭର୍ସ ଯଦି ଦେଖିବେ, ତାକୁ ଓଡ଼ିଶା କୁହାଯାଏ କୋଉଟା ଆମର ମହାନଦୀଟାକୁ। ଆଉ ଯଦି ଇଣ୍ଡିଆ ୱାଇଡ୍ ଯଦି ଦେଖିବା ନା କଣ, ତାହେଲେ ହଉଛି 6 ନମ୍ବରରେ ଆସିବ। ଆଉ ସେଠି ଇଣ୍ଡିଆର ଯଦି ଫାଷ୍ଟ ବିଗେଷ୍ଟ କୋଉଟା ହବ, ଆମର ଗଙ୍ଗା ହବ। ଟୋଟାଲ ଲେନ୍ଥ ଯଦି ଦେଖିବା, ଆଉ ଯଦି ଆମେ ଯଦି ଦେଖିବା ନା ଭଲ୍ୟୁମ ଅନୁସାରେ, ତାର ବ୍ରହ୍ମପୁତ୍ର ହବ। ଆଉ ଯଦି ପୁରା ଇଣ୍ଡିଆକୁ ପୁରା ଏଣ୍ଟାୟାରଲି ପୁରା କଭର ଅପ୍ କରି ଯଦି ଦେଖିବା, ତାହେଲେ ସେମିତି ହେଲେ ଆମର ଗୋଦାବରୀ ହବ, ଯୋଉଟା ଦକ୍ଷିଣ ଗଙ୍ଗା କୁହାଯାଏ, ଦକ୍ଷିଣ ଗଙ୍ଗା। କ୍ଲିୟର, ଏତିକି ପଢୁଥିଲେ ସେଠି। ତ ଚାଲ ଟିକେ କ୍ୱେଶ୍ଚନ୍ସ କେତେଟା କରିଦବା। ନା, ମହାନଦୀ ଦ ଡ୍ୟାଶ ଲାର୍ଜେଷ୍ଟ ରିଭର ଓଡ଼ିଶା ଡ୍ୟାଶ ଇନ୍ ଇଣ୍ଡିଆ, କୋଉଟା ହବ, କୋଉଟା ହବ କୁହ, କୋଉଟା ହବ? କୋଉଟା ହବ ଲାର୍ଜେଷ୍ଟ ଆଉ 6 ରେ। ତାର where does ମହାନଦୀ enter ଓଡ଼ିଶା from ଛତିଶଗଡ଼, ଛତିଶଗଡ଼ କୋଉଠି ସେ ଏଣ୍ଟର କରୁଛି ନା, କୋଉପଟେ ଦେଇକି, ଏଇଟା ମୁଁ କହିନି ନା, how does ମହାନଦୀ enter ଓଡ଼ିଶା from, ଏଇଟା ହଉଛି ନିୟର ଏଇଟା ପାଦିଗାଁ, ହେଲା। ଏଇଟା ମନେ ରଖିବ। କ୍ଲିୟର। ତାପରେ ନେକ୍ସଟ ଦେଖ, ନେକ୍ସଟ ହୀରାକୁଦ ଡ୍ୟାମ ଅନ୍ ମହାନଦୀ ଇଜ ୱାନ୍ ଅଫ ଦ ଡ୍ୟାଶ ଲଙ୍ଗେଷ୍ଟ ଡ୍ୟାମ ଇନ ଦ ୱାର୍ଲଡ। ହୀରାକୁଦ ଡ୍ୟାମଟା, ହୀରାକୁଦ ଡ୍ୟାମ, ହୀରାକୁଦ ଏଟା ବି କହିନି, ରେକର୍ଡ ଗୋଟେ ମିସିଂ କରିଦେଇଛି, ଗୋଟେ ସେକେଣ୍ଡ। ଗୋଟେ ସେକେଣ୍ଡ, ଏଇଟା ମିସିଂ ଅଛି ନା କଣ? ଏଇଟା ଛାଡ଼ି ଦେଇଛି ପଏଣ୍ଟଟା। ଆଚ୍ଛା ଆଚ୍ଛା ଆଚ୍ଛା, ଏଇଠି ଗୋଟେ ପଏଣ୍ଟ ଆଡ୍ କରିବା, ଏଇଠି ପଏଣ୍ଟ ଆଡ୍ କରିବା। ଏଇଠି ମୁଁ କରିଦଉଛି, ଏଇଠି କରିଦଉଛି ସେ ଦିଟା ପଏଣ୍ଟ। ନା ଦେଖ କଣ ଥିଲା ସେ ଦିଟା ପଏଣ୍ଟ, ନା ହଁ, ଇଟ୍ ଇଜ ଷ୍ଟାର୍ଟେଡ୍ ଛତିଶଗଡ଼ ଦ୍ୟାଟ୍ ଏଣ୍ଟର ଇନ୍ ଓଡ଼ିଶା ନିୟର ପାଦିଗାଁଓ, ହେଲା। ପାଦିଗାଁଓରେ ଏଇଠି ମେନସନ କରିଦିଅ, ସେଇଟା ଏଣ୍ଟର କରୁଛି ଓଡ଼ିଶାକୁ, ପାଦିଗାଁଓ, ପାଦିଗାଁଓ, କ୍ଲିୟର। ଏଇଠି ଏଣ୍ଟର କରୁଛି। ଆଉ ନେକ୍ସଟ ଆମେ ଦେଖିଲେ ନା କଣ, ଏଟା ସବୁଠାରୁ ଆମର ଲଙ୍ଗେଷ୍ଟ ଯୋଉ ରହିଲା
डैम्स इन द वर्ल्ड ହେଲା ୟାର୍ଥମେଟ୍ ଯୋଉ ଡ୍ୟାମ୍ସ ଅଛି କୋଉଟା ନା ଆମର ହୀରାକୁଦ ଡ୍ୟାମ୍ ଏଇ ହୀରାକୁଦ ଡ୍ୟାମ୍ ଟା ଏଇ ମହାନଦୀ ରିଭରରେ ଅଛି ହେଲା ହୀରାକୁଦ ଡ୍ୟାମ୍ ଏଠି ଲେଖିଥିବ ନା ସେକେଣ୍ଡ ରହୁଛି ନା କଣ ମହାନଦୀ ମହାନଦୀ ରିଭରରେ ଆମର ହୀରାକୁଦ ଡ୍ୟାମ୍ ହୀରାକୁଦ ହୀରାକୁଦ ଡ୍ୟାମ୍ ହେଲା ଏଇ ହୀରାକୁଦ ଡ୍ୟାମ୍ ରେ ଏଷ୍ଟମ୍ କିଛି ତମକୁ ଇନଫର୍ମେସନ ଦେଇ ଦଉଛି ନା ହୀରାକୁଦ ଡ୍ୟାମ୍ ଟା କିଏ କେବେ ଇନାଗୁରେଟ୍ ହେଇଥିଲା କଣ ହେଇଥିଲା ଆଉ ଟୋଟାଲ ତାର ଲେନ୍ଥ କଣ ଏ ବିଷୟରେ ଟିକେ ମୁଁ ଏଷ୍ଟମ୍ ର ଇନଫର୍ମେସନ ତମକୁ ଦଉଛି ଯୋଉଟା କି एग्जाम ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଏଗ୍ଜାମ ରେ ବହୁତ ଥର ପଡିଛି ରିଲେଟେଡ ବୁଝିପାରିଲେ କି ନାଇଁ ତ ହୀରାକୁଦ ଡ୍ୟାମ୍ ଟା ଆମର ଇନାଗୁରେଟ୍ କିଏ କରିଥିଲେ କିଏ ଜାଣିଛ କି ହୀରାକୁଦ କିଏ ଇନାଗୁରେଟ୍ କରିଥିଲେ ଜାଣିଛ କିଏ ଇନାଗୁରେଟ୍ କରିଥିଲେ ଜାଣିନ जवाहरलाल नेहरू गुड जवाहरलाल नेहरू ହେଲା ଏଠି ସେଇଟା ମେନସନ କରିଦବା ନା ଆगे ମୁଁ କହୁଛି ତା କନଷ୍ଟ୍ରକ୍ସନ ସବୁ ଡିଟେଲ୍ସ ମନେ ରଖିବ ହେଲା ହୀରାକୁଦ ଡ୍ୟାମ୍ ରେ ହେଲା ଏଟା ତମ ଷ୍ଟାଟିକ ପାଇଁ ବି ଇମ୍ପୋର୍ଟାଣ୍ଟ ହେଲା ଫାଷ୍ଟ ହଉଛି ନା କନଷ୍ଟ୍ରକ୍ସନ ହେଲା କନଷ୍ଟ୍ରକ୍ସନ ଟା କେବେ ଷ୍ଟାର୍ଟ ହେଇଥିଲା ନା 1947 ରେ କ୍ଲିୟର ବୁଝିପାରିଲେ ନାଇଁ ତାପରେ ସରି ଯାଇଥିଲା କମ୍ପ୍ଲିଟ କେବେ ହେଇଥିଲା ନା 1953 ରେ ଆଉ ଫର୍ମାଲି ଇନାଗୁରେଟ୍ କେବେ ହେଇଥିଲା ନା 1957 ରେ କିଏ କରିଥିଲେ ନା ଆମର ଯେତେବେଳେ ଆମର ପ୍ରାଇମ ମିନିଷ୍ଟର ଥିଲେ କି ଜବାହରଲାଲ ନେहरू ହେଲା ଜବାହର ନେहरू ନେहरू जी से ଇଏ କରିଥିଲେ ଇନାଗୁରେଟ୍ କରିଥିଲେ କ୍ଲିୟର ବୁଝିଗଲା ଆଉ ଆର ଯଦି ଦେଖିବା ନା କଣ ଟୋଟାଲ ତାର ଯଦି ଲେନ୍ଥ ଟା ଯଦି ଦେଖିବା ନା କେତେ ନା 25.8 କିଲୋମିଟର ଏଠି ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଇଟା ମନେ ରଖିବ ବୁଝିଲେ କି ଏଇଟା ମନେ ରଖିବ 20.5 किलोमीटर जोटी कि हमर अछि ना कोन 16 मीटर क्लियर एटा मोस्ट इंपोर्टेंट एटा मन रखो इनागुरेट करथले एती तार लेंथ रहथला तर नेक्स्ट होची ई जोटे मोस्ट इंपोर्टेंट आउटे कोन पळि आसीबो ना एटा को हमर रामसर साइड रे केबे आको डिक्लेयर कराइतला ना हीराकुद रिजर्व योटा को एटी लेखि दोची इटी ना हीराकुद एटा सब मन रखो लेखिबो होला ना हीराकुद रिजर्व हीराकुद रिजर्व आपको ऐड कराइतला रामसर साइड रे केबे ना अक्टोबर रे 2021 मसिया रे 2021 मसिया रे होला 2021 मसिया रे बुझिले ने एती जिंसटी मन रखियार अछि जेटा हम स्किप टे करदली इंपोर्टेंट कांसेप्ट हम देखिनी स्किप करले क्वेश्चंस असला बोली जानियो पहली त एती जिंसटी मन रखियार अछि हीराकुद रे तो एटी देखा आउटरे रिवीजन सेटा कर दबा एती तमे पढले एती तो जानछो लास्ट रो हम पढले ना कोन एटा ओडिसा उजी एंटर करछि कोठी ना पाटीगांव रो तार सेकंड देखले ना कोन हीराकुद डैम सबटो जो लॉन्गेस्ट जो वर्ल्ड रो इंडिया रे भी वर्ल्ड रे भी ओटी हम हीराकुद डैम सेटा अछि हमर एटी महानदी रिवर रे क्लियर और ता विषय रे रिलेटेड देखिबा ना कोन एटा केबे कंस्ट्रक्शन स्टार्ट हेतला ना 1947 रे स्टार्ट हेतला आ तारो एंड केबे हेतला 1953 ले हेतला आ ताको फॉर्मली इनागुरेट केबे कराइतला ना 1957 ले जवाहरलाल नेहरू इनागुरेट करथले आ तार जदि देखिबा ना केते किलोमीटर तार लेंथ था ना 25.8 टू 5.8 जोडी 16 मीटर पहुंच आ एटा केबे रामसर साइड रे ऐड हैला ना 2021 मसिया रे हीराकुद रिजर्व टा एती जिंस जे मन रखियार अछि क्लियर ताल देखो ताले क्वेश्चन जो करथले एटी असला कोन हीराकुद डैम रो जो वन ऑफ द लॉन्गेस्ट डैम हीराकुद डैम टा जिना कोन सबरो लार्जेस्ट डैम ना व्हिच इज द राइट बैंक ट्रिब्यूटरीज महानदी दैट मीट्स एट सोनपुर रे कोटा ये व्हिच इज द लार्जेस्ट राइट बैंक ट्रिब्यूटरीज जोटे सोनपुर रे मीट अछि कोटा सोनपुर रे मीट अछि लार्जेस्ट ट्रिब्यूटरी कोटा हमरो राइट बैंक ट्रिब्यूटरीज तेल तबरे नेक्स्ट जीरा एंड जॉन रिवर ड्रेन वाटर फ्रॉम व्हिच प्लेन एबे कहले जीरा जॉन माने कोटा हो बरगड प्लेन क्लियर बुझला एती क्वेश्चंस दिला एटी हला एक्चुअली प्रीवियस क्वेश्चंस म आनी प्रीवियस क्वेश्चन नेक्स्ट क्लास रे आनी एबे कहला मतलब तुम संग संग कह दबो ना तो सेति में मो सेई दिन जो दिन जा पड़े सेटा होची मो निजे से क्वेश्चन सब बनेता ए सब क्वेश्चन ला सब मो निजे बनेछि एरा सब प्रीवियस क्वेश्चन पढिछि बट एमती प्रीवियस क्वेश्चन पढनी वर्डिंग अलगा अछि जोरे कि मु दिने दे दिन पर आनला माने तमरो टिके तळे मन तमे टेस्ट करिवो निजे माइंड को देखा तमे केते मन रखछ केते मन रखले सेति मु प्रीवियस क्वेश्चन केबे भी सेई दिन आनेनी तो मार्क करथिबो प्रीवियस क्वेश्चंस एबे जो जेएस ओडिसा जेएस हला एबे जो जेति पढाउ छ मु दिने दे दिन पर आनुछ सेति में आनला माने तमरे जहा भी पढिथिबो ना कोन टेस्ट हे जिवो
होला गोटे टेस्ट ହେଇଗଲା देखा तुम केते जिंस मन रखिछ प्रीवियस ईयर क्वेश्चन माने कौन सब इंपोर्टेंट क्वेश्चन जे था सब प्रीवियस ईयर क्वेश्चन ले पड़े जोटा कि इंपोर्टेंट थाए क्लियर बुझेला तो दियो चला आउट रिविजन कर दो लास्ट टाइम थोड़े रिविजन कर दो देन हमर एंड करबा बुझले कि नहीं तो देखो फास्ट होची ना कोन स्टार्टिंग रो रिविजन कर दो महानदी रिवर चित्रकला क्लियर स्क्रीन लाग रख दे जोटे भी जर नंबर टे देखि दबो चित्रकला डिस्ट्रीब्यूटरी ताको कह जे तापर सेकंड तार एग्जाम रेटा पड़िथिला ना कि मु कहूची तार ना बोली बट एग्जाम रे पड़िथिला बट चित्रकला होची एक्चुअली तार ओटा डिस्ट्रीब्यूटरी तार ना नो क्लियर तो तार रिलेटेड सिद्ध करथला तार अदर ना कोन ओटे तापर होची हम देखले सेटा होची कोड बाजे अमरकंटक हिल्स रो बाची अमरकंटक हिल्स हमर बस्तर प्लेटू रायपुर छत्तीसगढ़ नेक्स्ट टोटल लेंथ जो देखियो ना टोटल लेंथ केते ना 585 किलोमीटर ओडिसा ता जो देखियो ना 494 क्लियर तापर सरो ओडिसा को जाय तार जो कैचमेंट से जो देखियो ना केते ना 65580 स्क्वायर किलोमीटर ला टोटल कैचमेंट से तो नेक्स्ट देखिले ना कोन तार जो लॉन्गेस्ट एटा सब होची हमरो लार्जेस्ट रिवर ओडिसा रो और जो देखियो इंडिया कथा ता 6th लार्जेस्ट रेसिबो और इंडिया कथा देखियो लार्जेस्ट होची गंगा लेंथ रे और जो देखियो ना वॉल्यूम रे गोदावरी और जो टोटल एंटायर को कवर अप करतो जो रिवर जो देखियो सी बडा कैटेगरी बने से कि माने ये रे ताले कोन हबो हमरो गोदावरी हो जोटा दक्षिण गंगा कहा जाए क्लियर और ओडिसा के एंटर कोड करछि ना पादी गाँव रो तो नेक्स्ट देखले ना कोन हमर जो हीराकुद डैम अछि एठी अछि हमर कोडी महानदी रिवर रे हीराकुद डैम 1947 रे कंस्ट्रक्शन स्टार्ट हेतला 53 ले कंप्लीट हेतला 57 ले इनागोरेट हेतला कहा द्वारा हेतला ना जवाहरलाल नेहरू को द्वारा इनागोरेट हेतला और एटा रामसर साइड रे केबे आड हेतला ना 1921 मसिया रे ना सॉरी 2021 2021 मसिया रे सेटा आड हेतला रामसर साइड रे हला हीराकुद रीजन रे बुझि पले तापर नेक्स्ट हम देखले ना कोन हमर बरगड प्लेन बुझि पले ना बरगड प्लेन रो हमर जो ड्रेनेज अछि बरगड प्लेन रो को दीटा रिवर रो से ड्रेनेज अछि से दीटा ना कोन ना जीरा जाउनथिला तार बिगेस्ट ट्रिब्यूटरीज कोटा थिला हमर तेल रिवर राइट बैंक ट्रिब्यूटर तेल रिवर थिला बिगेस्ट ट्रिब्यूटरीज तापर अछि नेक्स्ट देखले ना डिस्ट्रीब्यूटरी रो अछि कोन ना काठजोडी डिस्ट्रीब्यूटरी कटक रे तार नेक्स्ट अछि ना कोन एटा नराज रे से ए फ्लैट एरिया को क्रॉस करछि ଆଉ ଇଷ୍ଟର୍ଣ୍ଣ ଘାଟର ଯୋଉ କ୍ରସ୍ କରୁଛି କୋଉଠି ନା ଗୋଟେ ଜର୍ଜ ଅଛି ତା ନାଁ କଣ ନା ସାତକୋଶିଆ ରେଙ୍ଗାଲି ଥିଲା ଆମର ବ୍ରାହ୍ମଣୀରେ ଏଠି ହଉଛି ସାତକୋଶିଆ ତାପରେ ନେକ୍ସଟ ହଉଛି ନା କଣ ଜଗତସିଂହପୁର ରାଇଟ ବ୍ୟାଙ୍କକୁ ତା ଯୋଉ ରିଭର ଯୋଉ ଜଗତସିଂହପୁର ସେ ସବୁ ବାହାରିଛନ୍ତି ତା ରାଇଟ ବ୍ୟାଙ୍କରେ ଯଦି ଦେଖିଲେ ନା କଣ ରାଇଟ ବ୍ୟାଙ୍କ ମାନେ ଆମର ଯୁଦ୍ଧ କଥା ପଳେଇ ଆସିବ ସିନ୍ଦୁର ଜଙ୍ଗ ପୁରା ଶୁଖିଲା ଖରାବେଳଟା ରହୁଥିଲା ଶିଲା ଆମର କଣ ହେଲା ବୃଦ୍ଧକୁ ବଜେଇକି ଷ୍ଟାର୍ଟ କରିଥିଲା ତାପରେ ହଉଛି ଲେଫ୍ଟ ବ୍ୟାଙ୍କ ଦେଖିଲେ ନା କଣ ସୌର ଭାଇ କଥା ସୌର ଭାଇର ସନ୍ ଥିଲା ସନ୍ତାନ କଣ ସୌର ଭାଇର ସନ୍ ଥିଲା ତ ସିଏ ଯାଇଥିଲା ଚାଇନାରେ ସୋମନାଥ ଟେମ୍ପଲ ଯାଇଥିଲା ସୋମନାଥ ଟେମ୍ପଲ ଯାଇକି ସେଠି ଖେଳିଲା ଖେଳିକି ହସି ହସି ଦାନ ଧର୍ମ କଲା ବୁଝିଲା ପୁରା ଡିଟେଲ୍ସ ରେ ତିନିଟା ସୁବର୍ଣ୍ଣରେଖା କମ୍ପ୍ଲିଟ କରିଥିଲେ ସୁବର୍ଣ୍ଣ ଯୋଉ ଟ୍ରିବ୍ୟୁଟାରିଜ ଟ୍ରିକଟା ନା ବୋଉ ଯୋଉ ଘରକୁ ଖରିକି ଯାଇଥିଲା ତରକାରୀ ରଖି ଯାଇଥିଲା ବିଲେଇ ଆସିକି ଖାଇଥିଲା କାଞ୍ଚି ବିଲେଇ ଆସିକି ଖାଇଥିଲା ବୋଉ ସେଥିପାଇଁ ରାଉ ରାଉ ଗାରୁ ଗାରୁ ହେଲା ସେଟା ଷ୍ଟୋରିଟା ତାପରେ ମହାନ ଆମର ଯୋଉ ବ୍ରାହ୍ମଣୀରେ ଯୋଉ ଷ୍ଟୋରିଟା ଇଏ କରିଥିଲେ ସେ ଷ୍ଟୋରିଟା କଣ ଥିଲା ନା ଆମର ରାମ ଆଉ ଶ୍ୟାମ ଗୋହିରାରେ ଥିଲା କଣ ଲିଙ୍ଗରାଜ ଟେମ୍ପଲ ଅଛି ସେଠି ନଡିଆ ହେଲା ସିଙ୍ଗଡା ହେଲା ହେଲା ଆଉ କଣ ଥିଲା ନଡିଆ ସିଙ୍ଗଡା ଆଉ ଗୋଟେ କଣ କହିଥିଲା ଗୋଟେ ଟିକା ଏଟା ସବୁ ଭଲ ମିଳୁଥିଲା ତ ଏମାନେ ଯାଇଥିଲେ ସେଠିକି ହେଲା ପୁରାଣ ପଞ୍ଚମୀ ଉପଲକ୍ଷେ ସେଠି ଯାଇକି ସେ ଆଣିଥିଲେ ଆଉ ମାଙ୍କଡ ମାନଙ୍କୁ ଖାଇବାକୁ ଦେଇଥିଲେ ମାଙ୍କଡ ମାନଙ୍କୁ ଆଉ ତାପରେ ଏଠି ଆମେ ମହାନଦୀରେ ଦେଖିଲେ ଦିଟା ରାଇଟ ବ୍ୟାଙ୍କରେ ଆଉ ଲେଫ୍ଟ ବ୍ୟାଙ୍କରେ ନା ସିନ୍ଦୁର କଥା ଦେଖିଲେ ରାଇଟ ବ୍ୟାଙ୍କରେ ଆଉ ତମର ସୁରଭାଇ ପୁଅ କଥା ଦେଖିଲେ ଲେଫ୍ଟ ବ୍ୟାଙ୍କରେ କ୍ଲିୟର କମ୍ପ୍ଲିଟ ହଉ କମ୍ପ୍ଲିଟ ହେଇଗଲା ତ ଚାଅ ଟାଇମ ବି ଠିକ ଠାକ ହେଇଗଲା 6ଟାରେ ଆମର ସରିଗଲା ଆଉ ଦିଟା ଭିଡିଓ ତମର ମୁଁ ଆଉ ଟିକେ ଗଲେ ଆଡ କରିଦେବି ସୁଦର୍ଶନ ବ୍ୟାଚରେ ଆମର କଣ ଡିଆଇଟା ଆଉ ରିଜନିଂ ର 50ଟା କ୍ୱେଶ୍ଚନ ନା ସରି 25ଟା କ୍ୱେଶ୍ଚନ୍स ଆଉ ରିଜନିଂ ର ଦେଖ ରିଜନିଂ ର କ୍ୱେଶ୍ଚନ୍ସ ର ପ୍ରୋବ୍ଲେମ ହଉଛି ନା କଣ ମାନେ ମୁଁ ତ କ୍ୱେଶ୍ଚନ୍ସ କରିକି ଦେଇ ଦଉଛି କିନ୍ତୁ ମୋ ପାଖରେ ଟାଇମ ହଉନି ନା ସେ ସବୁ କ୍ୱେଶ୍ଚନ୍ସ ଟାକୁ କରିବାକୁ ବାସ୍ ମୁଁ ଗୋଟେ କରିଦେଲି ଆଉ ଗୋଟେ ତମକୁ ଦେଇ ଦଉଛି କରିବାକୁ
तो सी टाइपिंग मिस्टेक होची कि कौन मु ताको दे दोची से बस खाली कॉपी पेस्ट करके ऐड करिवार अछि पीपीटी रे तो सेटा किछि प्रॉब्लम होची बोले से कोन टाइपिंग रे टिके कि भूल होची कोन होची मु सेटा टे नजर रखिबी आ कारण मो पर टाइम होनी ना सब क्वेश्चन मु जदी निजे सब क्वेश्चन देखंती ताले कोनोसी भूल भाल होतानी आ तापई टाइम होनी रीजन एते सारा क्वेश्चंस कला आलगो तो सेतबे आपर मु डिसाइड करछि तम तो आज सरी जिवो तमरो ऑर्डर एंड रैंकिंग आज सरी गला परे तापरे नेक्स्ट मु जो आसे मु एते क्वेश्चन देबिनी जमा गोटे क्वेश्चंस देबी मु निजे गोटे करबी आ गोटे तुमको दवा को करबी ला तुमको जोटा दवा करबी से क्वेश्चंस टा मु निजे कर देथिबी सो दैट जोटी जो भूल भाल थिबो आ एते एरर आ आसीबो आ एतरा क्वेश्चंस लागो मो पारे से टाइम ठीक से क्वेश्चन सब परिबा हाँ आसीबो आसीबो क्लॉक आसीबो आसीबो माके ये देखि गनेबी ना क्लॉक सेमते करले मु मानिबी कि मु देखि गनेबी ना को क्वेश्चन ले अधिका क्वेश्चंस पडिछि से वाला मते रिलेटेड करके आनी मु अपन डिसाइड करने को सब्जेक्ट आना को टॉपिक आनी बोली और देखिबा आ ओके रीजनिंग टा मते एते ये लागे नहीं रीजनिंग टा भारी बोरिंग मते लागे सेते मु सबले ताको टिके मतलब सेते सबले स्किप हे जाय रीजनिंग टा क्लास